ଥିବା ସମୟରେ ଗୋଟେ ବ୍ୟାଚ୍ ପିଲା ଏ ପ୍ରକାର ଭୂମିଗ୍ରହଣ କରିଥିଲେ। ଏ ହେଉଛି 2003 ବ୍ୟାଚ୍ର ପିଲାମାନେ ଆଜି କରିଛନ୍ତି। ପିଲାମାନଙ୍କ ସହିତ ଏକାଠି ହେଲେ ସଂସାରର ପଥ ଅପୂର୍ବ କିଛି ଚାଲୁଅଛି ତହିଁ ହୋଇ କେବଳ ସଂସାର ଭିତରେ ବିଭିନ୍ନ ସୁବିଧା ଅସୁବିଧା ଆସେ କିନ୍ତୁ ପିଲାମାନଙ୍କ ସହିତ ଏକାଠି ହୋଇଗଲେ ସେସବୁ ଦୁଃଖ ପ୍ରତି ଦୂରେଇଯାଏ। ଆଜିର ଏହି କାର୍ଯ୍ୟକ୍ରମ ସମସ୍ତଙ୍କୁ ବହୁତ ଆନନ୍ଦ ଦେଇଛି। ମୁଁ ମଧ୍ୟ ବହୁତ ଖୁସି ଅଛି। କଥା ଅଛି ସର୍ବତ୍ର ଜୟ ଶିକ୍ଷା ଦେଇଛି ପରାଜୟ। ଆଜି ଏ କାର୍ଯ୍ୟକ୍ରମରେ ମୁଁ ପିଲାମାନଙ୍କୁ ଆଶୀର୍ବାଦ କରୁଛି ସେମାନେ ଆମଠାରୁ ବହୁତ ଆଗକୁ ଯାଆନ୍ତୁ। ସେଇଥିରେ ଆମର ଖୁସି ଆଉ ଏମିତି ସବୁ ବର୍ଷ କରୁଥାନ୍ତୁ। ସେମାନଙ୍କର ଭବିଷ୍ୟତ ଉଜ୍ଜଳ ଜଗନ୍ନାଥଙ୍କ ନିକଟରେ ଧନ୍ୟବାଦ। ଆମର ବିଗତ 23 ବର୍ଷ ପରେ ଆମର ଗୋଟେ ମାନେ ଗେଟ୍ ଟୁଗେଦର ହେଲା 2003 ବ୍ୟାଚ୍ର। ସେଥିରେ ଆମର 55ରୁ ମ୍ୟାକ୍ସିମମ୍ 56 ପିଲା ଥିଲେ। କିନ୍ତୁ ସେଥିମଧ୍ୟରୁ ଆମେ 30 ଜଣ ଭଳିଆ ପିଲା ଆସିଛୁ। ସେଥିମଧ୍ୟରେ ଝିଅମାନେ ଅଧିକ କିନ୍ତୁ ପୁଅ ପିଲା ଆମର 12-13 ଜଣ ଆସିଛନ୍ତି। ଅନ୍ୟମାନେ ଆସିପାରିଲେନି ତାଙ୍କର ପର୍ସନାଲ୍ ଇସ୍ୟୁ ଟିକେ ଲାଗିଛି ସେଥିପାଇଁ ଆସିପାରିଲେନି। କିନ୍ତୁ ନେକ୍ସଟ ଇୟର୍ ଚେଷ୍ଟା କରିବୁ ଆସିବା ପାଇଁ। ଆଉ ଗୁରୁମାନଙ୍କ ସାଥିରେ ଯେଉଁ ମାନେ ଅନୁଭୂତିଟା ଯେଉଁ ଆମେ ଆଜି ଯେଉଁଟା ଇଏ କରୁଛୁ ସେଇଟା ତା'ର କିଛି ମାନେ ସବୁଦିନ ପାଇଁ ଚିରସ୍ମରଣୀୟ ହେଇକି ରହିବ ଆମ ଭିତରେ। ଆଉ ଆମେ ତ ଜୀବନ ସାରା ଚେଷ୍ଟା କଲେ ବି ସମସ୍ତଙ୍କୁ ଏକା ସାଙ୍ଗରେ ସାଙ୍ଗସାଥି ମାନେ ଦେଖିପାରିବୁ। ଯେଉଁଟାକି ଆଜି ଫାର୍ଷ୍ଟ ଟାଇମ୍ ମାନେ ଏମିତିକି 23 ବର୍ଷ ମେଟ୍ରିକ୍ 23 ବର୍ଷ ହେଇସାରିଲାଣି ଆମର କିନ୍ତୁ କେହି କାହା ସାଙ୍ଗେ ଟଚ୍ରେ ନଥିଲେ। ଫାର୍ଷ୍ଟ ବହୁତ ମାନେ କଷ୍ଟରେ ବି ଏ ବର୍ଷ ପ୍ରଥମ ଫାର୍ଷ୍ଟ ଟାଇମ୍ ଆମେ ସେଇ ଜିନିଷଟାକୁ କ୍ଲିୟର କଲୁ। ଆଉ ଏକାଠି ସାଙ୍ଗମାନେ ହେଇଛୁ ଆଜି ବହୁତ ଖୁସି ଲାଗୁଛି। ଆଉ ସବୁ ସାଙ୍ଗସାଥି ଏକାଠି ଅଛୁ। ଧନ୍ୟବାଦ। ଆମର ହାଇସ୍କୁଲ ଦୀର୍ଘ 23 ବର୍ଷ ପରେ ଆଜି ମିଳନଟି ପ୍ରଥମ ଥର ଅନୁଷ୍ଠିତ ହୋଇଛି। ଆମେ ଚେଷ୍ଟା କରିଛୁ ସାର୍ମାନଙ୍କୁ ଆଉ ମୁଁ ସର୍ବପ୍ରଥମେ ଧନ୍ୟବାଦ ଦେବି ମିଡ଼ିଆ ଭାଇ ନିର୍ମଳ ଭାଇ ଯେକି ଆମର ଛୋଟ ଦୋକାନର ସାଥୀ ଯେକି ଛୋଟିଆ କାମଟି ହେଲେ ବି ଆମ ପାଖକୁ ଦୌଡ଼ି ଆସନ୍ତି। ଆଉ ସେ ଅତି ନିଜରକୁ ଭଲ ପାଇବି। ଆଉ ମୁଁ ସାର୍ମାନଙ୍କୁ ଏଥିପାଇଁ ଭଲ ପାଇବି ସାର୍ମାନଙ୍କ ଯୋଗୁଁ ଆଜି ଆମେ ବାପା ହେଉଛନ୍ତି ପ୍ରଥମ ଗୁରୁଜନ। ତାଙ୍କ ପରେ ଯଦି କିଏ ଶିକ୍ଷା ଦୀକ୍ଷା ଯୋଗ୍ୟତା ଦେଇଥାଏ କେବଳ ସାର୍ମାନେ। ସାର୍ଙ୍କ ଯୋଗୁଁ ଆଜି ଆମେ ଏ ଜାଗାରେ ଅଛୁ। ଆଉ ଏଥିପାଇଁ ଅନୁରୋଧ କରୁଛି ସାର୍ମାନଙ୍କ ପାଇଁ ଆମେ ପ୍ରତିବର୍ଷ ପ୍ରୋଗ୍ରାମ୍ କରିବୁ। ଚେଷ୍ଟା କରିବୁ ଆହୁରି ଭଲ ହେବା ପାଇଁ। लेटेस्ट न्यूज अपडेट पाई www.nowodisha.com को लॉगिन करंतु।